ସନାତନ ଧର୍ମରେ ପୂଜାପାଠର ବିଶେଷ ମହତ୍ତ୍ୱ ରହିଛି। ଏଥିପାଇଁ କିଛି ନିୟମର ପାଳନ କରିବାକୁ ପଡ଼ିଥାଏ। ପୂଜାପାଠ ସମୟରେ କିଛି ଭୁଲ ହୋଇଗଲେ ଦେବୀ ଦେବତା କ୍ରୋଧିତ ହୋଇଥାନ୍ତି। ଫଳରେ ବ୍ୟକ୍ତି ଜଣକୁ ଜୀବନରେ ଅନେକ ସଙ୍କଟର ସାମ୍ନା କରିବାକୁ ପଡ଼ିଥାଏ। ଦେବାଦେବୀଙ୍କ ପୂଜାରେ ସିନ୍ଦୁର, ଫୁଲ, ଚନ୍ଦନ, ଦୀପ, ଧୂପକାଠି ଭଳି ବିଭିନ୍ନ ପୂଜା ସାମଗ୍ରୀ ବ୍ୟବହାର ହୋଇଥାଏ। ତେବେ ବହୁତ କମ୍ ଲୋକେ ଜାଣିଥିବେ ଯେ ଧୂପକାଠି ଜଳାଇବା ପାଇଁ ବି କିଛି ନିୟମ ରହିଛି। ଶାସ୍ତ୍ର ଅନୁଯାୟୀ ପୂଜାପାଠରେ ବାଉଁଶରେ ତିଆରି ଧୂପକାଠି ଜାଳିବା ଉଚିତ ନୁହେଁ। ଏହା ଅଶୁଭ ଅଟେ। ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ଧୂପକାଠି ଉପଲବ୍ଧ। ସେଥିମଧ୍ୟରୁ ବିନା କାଠିରେ ତିଆରି ଧୂପକାଠି ବ୍ୟବହାର କରିବା ଶୁଭ ଫଳ ଦେଇଥାଏ। ପୂଜାପାଠରେ ନିୟମିତ ଏହି ଧୂପକାଠି ବ୍ୟବହାର କଲେ ଘରର ସୁଖ ଶାନ୍ତି ବୃଦ୍ଧି ହୋଇଥାଏ। ଘରର ସକାରାତ୍ମକ ବୃଦ୍ଧି ହେବା ସହ ବାସ୍ତୁ ଦୋଷ ମଧ୍ୟ ଦୂରେଇଥାଏ। ଧୂପକାଠି ତିଆରି ସମୟରେ ବିଭିନ୍ନ ପ୍ରକାର ଗଛର କାଠ, ଛାଲ ଏବଂ ଚନ୍ଦନ ମଧ୍ୟ ବ୍ୟବହାର ହୋଇଥାଏ। ବିଭିନ୍ନ ଗ୍ରହ ସହ ଏହାର ସମ୍ପର୍କ ରହିଛି। ତେଣୁ ଏହି କାଠରେ ତିଆରି ଧୂପ ଜାଳିଲେ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ। ବ୍ୟୁରୋ ରିପୋର୍ଟ, ଆର୍ଟ୍ସ ଇନ୍ ଓଡ଼ିଆ।